କାର୍ଯ୍ୟକ୍ରମକୁ ବଢ଼େଇବେ। ଆଜି ଆମର ବହୁତ ଗୋଟେ ସୁବର୍ଣ୍ଣ ସୁଯୋଗ ଆମ ପାଇଁ ଆସିଥିଲା। ସ୍ୱାମୀଜୀ ଆମକୁ ଆସି ବହୁତ ଭଲ ଜିନିଷ ଗୁଡ଼ିକ ଆମକୁ ଯେଉଁ ବୁଝେଇଲେ, ତ ଆମେ ଏଟାକୁ ଦୈନନ୍ଦିନ ଜୀବନରେ ଆମେ କରିବା, ସେଇଟା ହେଉଛି ସବୁଠୁ ବଡ଼ ଜିନିଷ। ସ୍ୱାମୀଜୀ ଆମକୁ କହିଲେ ଯେ ଆମ ଭିତରେ ଯେଉଁ ଅନ୍ତଃସତ୍ତା ଯିଏ ରହିଛନ୍ତି ତାକୁ ହିଁ ଆମେ ଦେଖିବା, ଅନ୍ତର୍ଦୃଷ୍ଟି ଆମେ କରିବା ଯେ ମୁଁ ହେଉଛି ସେଇ ବୋଲି। ତ ଆମେ ଯେଉଁ ବାହାରେ ଯେଉଁ ଆମର ଯେଉଁ ଶରୀରଟାକୁ ମୁଁ କରିକି ଆମେ କରୁଛେ ସେଇଟାକୁ ଆଉ ଭୁଲିଯିବା। ଆମ ଶରୀର ଭିତରେ ଯିଏ ଅଛି, ଶରୀର ରକ୍ଷା କରୁଛନ୍ତି ଯିଏ, ତେଣୁ ତାକୁ ହିଁ ଆମେ ସବୁବେଳେ ମନେ ପକାଇବା। ଏବଂ ସେ ସାରା ବିଶ୍ୱ ବ୍ରହ୍ମାଣ୍ଡରେ ମୁଁ ପରମାଣୁ ପାଖରେ ସବୁ ଜାଗାରେ ସେ ବିଦ୍ୟମାନ ଅଛନ୍ତି। ତେଣୁ ମୁଁ ଯାହା ସିଏ ସେଇଆ ସାରା ବିଶ୍ୱ ବ୍ରହ୍ମାଣ୍ଡରେ ଯାହା କିଛି ଦେଖୁଛି ସବୁ କିଛି ମୁଁ ମୋ ଭିତରେ ସେଇ ଅଛି। ଏଇ ଜିନିଷଟାକୁ ଆମେ ସବୁବେଳେ ମନେ ରଖିବା। ତେଣୁ ଏତିକି କହି ମୋର ବକ୍ତବ୍ୟ ସମ୍ପାଦକ ମହୋଦୟ ଶ୍ରୀଯୁକ୍ତ ଶଶିକାନ୍ତ ଭାଇ। ଆପଣମାନେ ସମସ୍ତେ ତ ଗୁରୁଜନଠୁ ବୁଦ୍ଧିବାଣୀ ଶୁଣିଲେ, ତାକୁ ଏମିତି ଦୈନନ୍ଦିନ ଜୀବନରେ କାର୍ଯ୍ୟକାରୀ କରିବା ଏବଂ ଆମ ସଂସ୍ଥାକୁ ଚଳାଇ ରଖିବା ପାଇଁ ସହଯୋଗ କରିବା, ସେତିକି ମୋର ଅନୁରୋଧ। ଆଉ ଗୋଟେ ବିଶେଷ ଅନୁରୋଧ, ଆଜି ଏଠୁ ଆମର ସତ୍ସଙ୍ଗ ସରିଲା ପରେ ଅନ୍ନପୂର୍ଣ୍ଣା କ୍ଷେତ୍ରରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ଆପଣମାନେ ସମସ୍ତେ ରହି ପ୍ରସାଦ ସେବନ କରିକି ଯିବେ। ବର୍ତ୍ତମାନ ଗୁରୁ ଭାଇ, ବରିଷ୍ଠ ଗୁରୁ ଭାଇ କବିତ ଭାଇଙ୍କୁ ମୁଁ ଅନୁରୋଧ କରୁଛି ସେ ପଦେ କହିବେ। ଆଉ ସେଇ କୁଶାଳକୁ ଆଉ ସେଇ ଆର ଆମର ଏ ଦିବ୍ୟ ଜୀବନ ସଂଘ ବଡ଼ବେଲ ଶାଖାର ଏଠି ଏକତ ଇଏ ମୋର ଇଏକୁ ଜାଣିଦେଲି ତ ଇଏ এই ফটোটা দিল, ফটোটা কাকে